ସାଙ୍ଗମାନେ ଯୋଗ ନଥିଲେ କାଳିଆ ଦର୍ଶନ କେହି ବି କରିପାରନ୍ତେନି। ତ ଠାକୁରଙ୍କ ଦୟାରୁ ଆଜି ଆମର ଯୋଗ ଫିଟିଛି। ତ ଆମେ ଆଜି ଫ୍ୟାମିଲି ପଳେଇଲୁ କାଳିଆ ଦର୍ଶନ କରିବା ପାଇଁ। ତା ପୂର୍ବରୁ ତ ଏଠି ସମୁଦ୍ର କୂଳକୁ ସବୁ ପଳେଇ ଆସିଲେ ଏଠି ଗାଧୋଇବା ପାଇଁ, କିନ୍ତୁ ମୁଁ ଗାଧୋଇଲିନି। ତ ଏଠି ଲହଡ଼ି ଏତେ ଜୋରସେ ଆସୁଛି ଯେ ମୁଁ ଆପଣଙ୍କୁ କ'ଣ କହିବି, ମୋତେ ତ ଦେଖିଲେ ହିଁ ଡର ଲାଗୁଛି। ତ ସେମାନେ ସବୁ ଗାଧୋଇ ଗଲେ, ମୁଁ ବାସ୍ ଏଠି ଟିକେ ଭିଡ଼ିଓ ବନେଇଦେଲି। ତ ଏତେ ସୁନ୍ଦର ଲହଡ଼ି ଆସୁଛି, ମୋତେ ଇଚ୍ଛା ହେଉଛି ଏଠି ଆଉ ବିଲକୁଲ ବି ନ ଯିବା ପାଇଁ। ତ ଏଠି ଦେଖନ୍ତୁ, ତା ଭିତରେ ଆଜି ସମୁଦ୍ର କୂଳରେ ଗୋଟେ ବଢ଼ିଆ ଜିନିଷଟେ ମୁଁ ଆପଣମାନଙ୍କ ସହିତ ସେୟାର କରିବି। ତ ଆପଣମାନେ ଆସିଲେ ବି ନିଶ୍ଚିନ୍ତ ଏଟାକୁ ଟ୍ରାଏ କରିବେ, ଯାହାର ପ୍ରାଇସ୍ ଆମର ଏଠି ଯାଜପୁର ଠାରୁ ପୁରୀରେ ଅଧିକ। ତ ଏଠି ଦେଖନ୍ତୁ, ମୋ ଝିଅର ଜିଦି ଅଛି ଝାଲ ମୁଢ଼ି ଖାଇବ। ତ ଏଠି ସେ କିଛି ଅଳ୍ପ ମୁଢ଼ି, ତା ସହିତ ପିଆଜ, କାକୁଡ଼ି, ଆଳୁ ସିଝା, ତା ସହିତ ମଟର ସିଝା, ବାଦାମ, ଏଠି ଟମାଟୋ, କଞ୍ଚା ଲଙ୍କା ଆଉ ସେଉ ସବୁ ଜିନିଷ ମିଶିକି ଖଟା ପାଣି, ବିଟ୍ ଲୁଣ ଦେଇକି ତାକୁ ଫେଣ୍ଟି ଦେଲେ। ଆପଣମାନେ ଦେଖନ୍ତୁ, ସେ ଯେଉଁ କାଗଜଟାରେ ମୋଡ଼ିଛନ୍ତି ତାକୁ ଏତେ ପୁରା ମୋଡ଼ିକି ପୁରା ସରୁ କରିଦେଇଛନ୍ତି, ଯାହାକି ଦେଖାଯାଉଛି ବଡ଼, କିନ୍ତୁ ତା ଭିତରେ ଫିଟେଇ ଦେଲା ବେଳକୁ ମାନେ ପୁରା ଏତିକି ଗୋଟେ ମୁଠା ବି ହେବନି। କି ଯାହାର ପ୍ରାଇସ୍ ଏଟା ନେଲା ସେ 30 ଟଙ୍କା, ଯେମିତିରେ କି ଆମର ଏଠି ଯାଜପୁରରେ ଆର ପ୍ରାଇସ୍ 20 ଟଙ୍କା।